ଆଜି ସକାଳର ପ୍ରଥମ ଖବର। ଏପ୍ରିଲ ପହିଲାରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା, ମିଳିଲା କ୍ୟାବିନେଟ୍ ମଞ୍ଜୁରି। ରାଜ୍ୟ କ୍ୟାବିନେଟରେ ଆୟୁଷ୍ମାନ ଆରୋଗ୍ୟ ଯୋଜନାକୁ ମଞ୍ଜୁରି ମିଳିଥିଲା ବେଳେ ଏପ୍ରିଲ ପହିଲାରୁ ଏହା ରାଜ୍ୟରେ ଲାଗୁ ହେବ। ଏଥିରେ ମୋଟ 3,46,00,000 ହିତାଧିକାରୀ ଉପକୃତ ହେବାକୁ ଥିବାବେଳେ ସମସ୍ତଙ୍କୁ କ୍ୟାସଲେସ୍ ଚିକିତ୍ସା ସେବା ମିଳିବ। ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ମିଳିତ ଭାବରେ କାର୍ଯ୍ୟକାରୀ ହେବା ସହ ଦେଶର 29,000 ମେଡିକାଲରେ ଏହି ସୁବିଧା ମିଳିବ। ତା ସହ ଆୟୁଷ୍ମାନ ବୟ ବନ୍ଦନା ଯୋଜନାରେ 70 ବର୍ଷରୁ ଅଧିକ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ମାଗଣା ଚିକିତ୍ସା ସେବା ମିଳିବ। ପରବର୍ତ୍ତୀ ଖବର। ଆହୁରି 3 ଦିନ କାଳବୈଶାଖୀ। ରାଜ୍ୟରେ ଆହୁରି 3 ଦିନ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। 24 ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ 9 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼କୁ ଅରେଞ୍ଜ ଆଲର୍ଟ। ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ ଓ ଦେବଗଡ଼କୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ପବନର ବେଗ 50ରୁ 60 କିଲୋମିଟର ରହିବ। ତା ସହ ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର। ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ହରିଶ ଟଣ୍ଡନ। ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ମିଳିଛି ନିଯୁକ୍ତି। ସୁପ୍ରିମକୋର୍ଟ କଲେଜିୟମ ଗତ 6 ତାରିଖରେ କେନ୍ଦ୍ର ସରକାରଙ୍କ ସୁପାରିଶ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ନିଯୁକ୍ତ କରାଇଛନ୍ତି। ଏବେ ସେ କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ସର୍ବଭାରତୀୟ ହାଇକୋର୍ଟ ବିଚାରପତିଙ୍କ ବରିଷ୍ଠତା ତାଲିକାରେ ଜଷ୍ଟିସ୍ ହରିଶ 7ମ ସ୍ଥାନରେ ଥିବାବେଳେ ପୂର୍ବରୁ ସେ କୋଲକାତା ହାଇକୋର୍ଟରେ ଦେୱାନୀ ମାମଲାର ବିଚାର କରୁଥିଲେ। ପରବର୍ତ୍ତୀ ଖବର। ଆଜି ଷ୍ଟାଲିନଙ୍କ ଡିଲିମିଟେସନ ବୈଠକରେ ଯୋଗଦେବେ ବିଜେଡି, କଟାକ୍ଷ କଲା ବିଜେପି। ଆଜି ତାମିଲନାଡୁ ସିଏମ ଷ୍ଟାଲିନଙ୍କ ନେତୃତ୍ୱରେ ହେବାକୁ ଥିବା ଡିଲିମିଟେସନ ବୈଠକରେ ବିଜେଡି ଯୋଗଦେବ ବୋଲି ଜଣାପଡ଼ିଛି। ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସହମତି ଜଣାଇଛନ୍ତି। ଏଥିରେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ସଞ୍ଜୟ ଦାସ ବର୍ମାଙ୍କୁ ବିଜେଡି ପ୍ରତିନିଧି ଦଳ ଭାବେ ଯୋଗଦେବାକୁ ଅନୁମତି ମିଳିଛି। ଏହାକୁ କଡ଼ା ସମାଲୋଚନା କରିବା ସହ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ବିଜେଡି ନିଜର ସୁରକ୍ଷା ପାଇଁ ବିଭିନ୍ନ ଦଳର ଅନୁକମ୍ପାକୁ ଯାଇପାରେ। ପରବର୍ତ୍ତୀ ଖବର। ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦେବା ନେଇ ଦାବି କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ମହିଳାମାନଙ୍କ ସୁରକ୍ଷା ନେଇ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନରେ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନରେ ଥିବାବେଳେ ବିଧାନସଭାରେ ମଧ୍ୟ ଉକ୍ତ ପ୍ରସଙ୍ଗ ଦଳୀୟ ବିଧାୟକମାନେ ଉଠାଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଉକ୍ତ ପ୍ରସଙ୍ଗ ସମ୍ପର୍କରେ ନିଜ ମତ ରଖିଛନ୍ତି। ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ ଯାଇ ଲୋକଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ। ପରବର୍ତ୍ତୀ ଖବର। ଏବେ 3 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରେ ଖର୍ଚ୍ଚ କଲେଣି 285 କୋଟି ଟଙ୍କା। ସଂସଦରେ କେନ୍ଦ୍ର ସରକାର ଦେଇଥିବା ତଥ୍ୟ ମୁତାବକ 2022ରୁ 2024 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 38ଟି ଦେଶ ଗସ୍ତ କରିଥିବାବେଳେ ଏଥିରେ 285 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଖର୍ଚ୍ଚ ମଧ୍ୟରେ ହୋଟେଲରେ ରହିବା, ସ୍ୱାଗତ କରିବା, ପରିବହନ ଏବଂ ସୁରକ୍ଷା ସାମିଲ ରହିଛି। ତେବେ ମେ 2023ରେ ପ୍ରଧାନମନ୍ତ୍ରୀଙ୍କ ଜର୍ମାନୀ ଗସ୍ତରେ ସର୍ବାଧିକ 17,19,33,356 କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସେହିପରି ନେପାଳ ଯାତ୍ରା ବେଳେ ସର୍ବନିମ୍ନ 80,01,483 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।